ତୁମେ ପ୍ରଭୁ ଅନ୍ତର୍ଯ୍ୟାମୀ ସବୁ ତ ପାରୁଛ ଜାଣି, ତୁମକୁ ଅଜଣା କିଛି ନାହିଁ। ତୁମେ ମୋର ଜ୍ଞାନଦାତା, ତୁମେ ମୋ ଭାଗ୍ୟ ବିଧାତା, ତୁମ ପାଦ ତଳେ ମୋର ରହିଥାଉ ପ୍ରାଣ। ମହିମା ଅଲେଖ। ନମସ୍କାର ବନ୍ଧୁଗଣ, ମୁଁ ନନ୍ଦିନୀ ଆପଣମାନଙ୍କୁ ମୋର ୟୁଟ୍ୟୁବ୍ ଚ୍ୟାନେଲକୁ ସ୍ୱାଗତ କରୁଛି। ଆମର ପୂଜ୍ୟ ଜ୍ଞାନଦାତା ବ୍ରହ୍ମ ଅବଧୂତ ଅଶୋକ ବାବାଙ୍କୁ ହୃଦୟରୁ ପ୍ରଣାମ ଜଣାଉଛି। ବାବାଙ୍କର ସ୍ୱରଚିତ ପୁସ୍ତକ ବିବେକ ବିଚାର ଜ୍ଞାନବାଣୀର କିଛି ବାଣୀ ଜାଣିବା। ଉକ୍ତ ପୁସ୍ତକଟି ଅଲେଖ ନାମ, ନିଷ୍କାମ ଧର୍ମ, ନିର୍ବେଦ ଧାମ, ସୃଷ୍ଟିର ମର୍ମ, ଚେତନା ବ୍ରହ୍ମ, ସୁସତ୍ୟ କର୍ମ ଉପରେ ଆଧାରିତ। ମହିମା ଅଲେଖ। ଦାନରେ ଆଶା ଆକାଂକ୍ଷା ରହିଲେ ଦାନ ବିଷ ସଦୃଶ ହୋଇଥାଏ। ସତ୍ୟ ଅଟେ ମିତ୍ର, ଅହଙ୍କାର ଅଟେ ଶତ୍ରୁ। ବାବା ଆମର ସୁନ୍ଦର ବାଣୀଟିଏ କହିଛନ୍ତି, ସତ୍ୟ ଅଟେ ମିତ୍ର, ଅହଙ୍କାର ଅଟେ ଶତ୍ରୁ। ସତ କଥା ସବୁବେଳେ ଯିଏ କହେ ସିଏ ହେଉଛି ମିତ୍ର। ଗର୍ବ ଅହଙ୍କାର ଆସିଲା ମାତ୍ରକେ ସେ ହେଇଯାଏ ଶତ୍ରୁ। ଶୁଦ୍ଧ ବସ୍ତ୍ର ଶରୀର ଭୂଷଣ, ଚରିତ୍ର ଜୀବନର ଭୂଷଣ। ସତ୍ୟ ବଚନ ମୁଖର ଭୂଷଣ। ବ୍ରହ୍ମଜ୍ଞାନ ହୃଦୟର ଭୂଷଣ ଅଟେ। ସର୍ବତ୍ୟାଗୀ ବ୍ୟକ୍ତି ଦେବଲୋକଙ୍କ ଊର୍ଦ୍ଧ୍ୱରେ ଗତି କରେ। ଚକ୍ଷୁ ନଥିଲେ ମଣିଷ ହେଉଛି ଅନ୍ଧ, ଅଜ୍ଞାନର ଅନ୍ଧ, ବିଦ୍ୟାହୀନ ଅନ୍ଧ, ମୂଢ଼ ବ୍ୟକ୍ତି ଅନ୍ଧ। ସର୍ବଦା ମୂର୍ଖତା ଏକ ବସ୍ତୁତୁଲ୍ୟ ଅଟେ, କୀଟଠାରୁ ବିହୀନ। ଯେ ବ୍ୟକ୍ତି ଗୁରୁଙ୍କ ପାଖରୁ ଜୀବାତ୍ମାର କଲ୍ୟାଣ ସାଧନା ମୁକ୍ତି ବାଟ ନ ପାଏ, ସେ ହେଉଛି ନରାଧମ। ଯେ ଗୁରୁ ବ୍ରହ୍ମ ଚେତନା ଦେଇ ନ ପାରନ୍ତି, ସେ ଅର୍ଥଲୋଭୀ ଟାଉଟର। ଆଧ୍ୟାତ୍ମିକ ଚେତନାର ଏକମାତ୍ର ସହାୟକ ବ୍ରହ୍ମଜ୍ଞାନ। ଧର୍ମଧାରଣା, ତତ୍ତ୍ୱବୋଧ, ବିଦ୍ୟା ଅର୍ଜନ, ଶ୍ରଦ୍ଧା ପ୍ରତି ବ୍ୟକୁଳିତ ହେବା ଉଚିତ। ସାଧୁଙ୍କ ସହିତ ସଙ୍ଗ ଜଗତର ପ୍ରିୟ, ବ୍ରହ୍ମ ନାମରେ ଅତି ପ୍ରିୟ ହେବା ଉଚିତ। ସହିଷ୍ଣୁ ଓ ସତ୍ୟପରାୟଣ ବ୍ୟକ୍ତି ଜଗତକୁ ଜୟ କରିପାରିବ। ସାଧୁ ଶାନ୍ତଶିଷ୍ଟ ମାନବଙ୍କ ପାଖରେ ବାସ କଲେ ଜୀବ ସାର୍ଥକ ହୁଏ। ସତ୍ୟଭାଷୀ, ପ୍ରିୟତମୀ, ଶ୍ରଦ୍ଧାବାନ ବ୍ୟକ୍ତି ସମସ୍ତଙ୍କୁ ବଶୀଭୂତ କରିପାରେ। ମନ ଜ୍ୟୋତି ନାରୀ, ଦୁର୍ଜନର ମନ ବିଜୁଳିଠାରୁ ଚଞ୍ଚଳ। ଐଶ୍ୱର୍ଯ୍ୟ, ଯଶ, ଧନ ଦ୍ୱାରା ବ୍ରହ୍ମଜ୍ଞାନ କିଣିପାରିବ ନାହିଁ। ଐଶ୍ୱର୍ଯ୍ୟ, ଯଶ, ଧନ ଦ୍ୱାରା ବ୍ରହ୍ମଜ୍ଞାନକୁ ତମେମାନେ କିଣିପାରିବ ନାହିଁ। ବିଷୟରେ ଆସକ୍ତ ବନ୍ଧନ, ବିଷୟକୁ ବିରକ୍ତି ମୁକ୍ତି। ସର୍ବଦା ଆଶାରେ ଆସକ୍ତ ଦରିଦ୍ର। ବିନା ଧନରେ ପୂର୍ଣ୍ଣ ସନ୍ତୁଷ୍ଟ ହିଁ ଧନ। ନିଜର ଇନ୍ଦ୍ରିୟମାନଙ୍କୁ ଆୟତ୍ତରେ ରଖିବା ହିଁ ଜ୍ଞାନ। ଏଥିରୁ ତ୍ୟାଗ, ବୈରାଗ୍ୟ, ବ୍ରହ୍ମନିଷ୍ଠ ହୋଇପାରିବ। 6 ସୂତ୍ର ଦ୍ୱାରା ବ୍ରହ୍ମନିଷ୍ଠ ହୋଇପାରିବ, ଯଥା ଇନ୍ଦ୍ରିୟ ଜୟ, ଜିତେନ୍ଦ୍ରିୟ, ଆତ୍ମାନିଷ୍ଠ, ଧର୍ମାଚରଣ, ତିତିକ୍ଷା, ଶିଷ୍ଟାଚାର, ଆଚାର ଶୁଦ୍ଧ, ଶିଷ୍ଟରୁ ଅତି ଶିଷ୍ଟ, ଚିତ୍ତ ଏକାଗ୍ରତା, ଏକ ଅଲେଖ ବ୍ରହ୍ମ ନାମରେ ଦୃଢ଼ତାରୁ ଅତି ଦୃଢ଼ ହେବା ଆବଶ୍ୟକ। ବ୍ୟାକୁଳତା ଦେଖିଲେ ପ୍ରଭୁଙ୍କର ନିଶ୍ଚୟ ଦୟା ହୁଏ। ଆଗ୍ରହ ଥିଲେ ଉପାୟ ଆସେ। ଉପାୟ ଆସିଲେ କର୍ତ୍ତବ୍ୟ ପୂର୍ଣ୍ଣ ହୋଇଥାଏ। ବସିଥିଲେ ବସିଥିବ, ଚାହିଁଥିଲେ ଚାହିଁଥିବ, ଖୋଜିଲେ ବ୍ୟାକୁଳ ଚିତ୍ତରେ ଖୋଜ।
ନିଶ୍ଚୟ କିନ୍ତୁ ମିଳିବ। ଧରିଥିଲେ ପାର ହେବ, ଛାଡ଼ିଦେଲେ ବୁଡ଼ିଯିବ। ଅଶେଷ ବ୍ରହ୍ମାଣ୍ଡର ସକଳ ଦାତା ହେଉଛନ୍ତି ଅଲେଖ, ଗୁରୁ ରୂପେ ମହିମା ସ୍ୱାମୀ। ବାବାଙ୍କୁ ମୂର୍ଖରୁ ପଣ୍ଡିତ, ବଡ଼ କୃପାସିନ୍ଧୁ ସବରୁ ଜୀବ। ଭୁବନାନନ୍ଦ ବାବା ଆଚାର୍ଯ୍ୟରୁ ବ୍ରହ୍ମଜ୍ଞାନୀ ସିଦ୍ଧ, ଜଗନ୍ନାଥରୁ ଗୋବିନ୍ଦ ବାବା ସିଦ୍ଧ। ଭୀମକୁ ମହାଜ୍ଞାନୀ, ଦିବ୍ୟ ଚକ୍ଷୁ ପ୍ରଦାନ ଏହା ସାଧାରଣ କଥା। ମହାନ କଥା ସାଧାରଣ ତପସ୍ୱୀକୁ ଧରି ସିଦ୍ଧ କରିଦେଉଥିଲେ ମହିମା ସ୍ୱାମୀ। କଙ୍କଡ଼ାକୁ ଗୋଳି ପାଣି, ବକ୍ତାକୁ ଗପ ବାଣୀ, ଚୋରକୁ ରାତି, ବେଶ୍ୟାକୁ ସାଥୀ, ମୂଢ଼କୁ ମଦ, କେଉଟକୁ ଚାନ୍ଦ, ଜ୍ଞାନୀକୁ ଜ୍ଞାନ, ସାଧକକୁ ଦୁଗ୍ଧପାନ। ମନ ଜାଣି ପଦାର୍ଥ ମିଳିଲେ ମନ ଶାନ୍ତି ହୁଏ। ଆତ୍ମା ଅପେକ୍ଷା କରେ ବ୍ରହ୍ମ ଅଲେଖ ନାମ ହୃଦୟଙ୍ଗମକୁ। ଆତ୍ମା ଅପେକ୍ଷା କରେ ସର୍ବଦା ବ୍ରହ୍ମ ଅଲେଖ ନାମ ହୃଦୟଙ୍ଗମ କରିବାକୁ।